ନାତାଶା ମୁକ୍ତିକୁ କହୁଛନ୍ତି, ମୁଁ ଜାଣିଥିଲି ମୁଁ ଯେତେବେଳେ ମୋ ମେମୋରି ଲସ୍ ହବାର ନାଟକ କରିବି ସେତେବେଳେ ତୁ ସମସ୍ତଙ୍କ ଆଗରେ ମହାନ୍ ଦେଖେଇ ହବୁ। ଆଉ ସେଇଆ ବି ହେଲା। ଆଉ ଯେତେବେଳେ ମୁଁ ଘରକୁ ଫେରିଲି ତତେ ସେତେବେଳେ ଏଡି ଆଉ ମତେ ଏକ କରିକି ସେଠୁ ଚାଲିଯିବାର ଦରକାର ଥିଲା। ଆଉ ମୁଁ କେମିତି ସୁଯୋଗ ଖୋଜୁଥିଲି ତତେ କେମିତି ରାସ୍ତାରୁ ହଟେଇବି ମୁକ୍ତି। ଆଉ ଗୋଟେ କଥା ଜାଣିଛୁ ତୁ ମୁକ୍ତି? ଆଉ ଆଣ୍ଟିକୁ ବି ମୁଁ ହିଁ ସେ ସିଡ଼ି ଉପରୁ ଠେଲି ଦେଇଥିଲି କାହିଁକି ନା ସେ ମୁକ୍ତି ହେଇ ପାଣି ପିଉନଥିଲେ, ସେଥିପାଇଁ ମୋତେ ତାଙ୍କୁ ଠେଲି ଦେବାକୁ ପଡ଼ିଥିଲା। ଆଉ କିନ୍ତୁ ଏବେ ସବୁକିଛି ଠିକ୍ ହେଇଯାଇଛି, ସବୁକିଛି ଆଗ ଭଳିଆ ହେଇଯାଇଛି। ଆଣ୍ଟି ଏବେ ମୋ ସପୋର୍ଟକୁ ଚାଲି ଆସିଛନ୍ତି। ଆଉ ବାକି ରହିଲା ଦିଦିର କଥା, ଆଉ ସେ ବି ମୋ ଭଉଣୀ ହେଇକି ତତେ ସପୋର୍ଟ କଲା। ଆଉ ମୋତେ ବି ବାଧ୍ୟ ହେଇକି ତାକୁ ବେଡ଼୍ରେ ପକେଇକି ରଖିବାକୁ ପଡ଼ିଲା। ଆଉ ଯୋଉ ପିଲା ପାଇଁ ତତେ ଘରେ ଏତେ ଭଲ ପାଇବା ଦଉଥିଲେ ଆଉ ଭଲ ପାଉଥିଲେ, ସେ ପିଲାକୁ ତୋ ଗର୍ଭରୁ କାଢ଼ିକି ମୁଁ ମୋ ଗର୍ଭରେ ରଖିଦେଲି ମୁକ୍ତି। ଆଉ ସେଇ ଛୁଆ ହିଁ ମୋର ସବୁ ଅଧିକାର ମୋତେ ଫେରେଇ ଦବ। ଆଉ ତୁ ଚାହିଁକି ବି କିଛି ବି କରିପାରିବୁନୁ ମୁକ୍ତି, କିଛି ବି ନୁହଁ। ଆଉ ଥରେ ଖାଲି କେବଳ ମୋ ଏଡିଙ୍କ ସହିତ ମୋ ବାହାଘର ହେଇଯାଉ, ଆଉ ସବୁ କିଛି ଠିକ୍ ହେଇଯିବ। ଆଉ ସେ ଘର ଉପରେ ଆଉ ତୋ ସିନ୍ଦୁର ଉପରେ କେବଳ ମୋର ଅଧିକାର ରହିବ। ସେଇ ଟାଇମ୍ରେ ମୁକ୍ତି ନାତାଶାଙ୍କୁ ଚାପୁଡ଼ା ମାରୁଛନ୍ତି ଆଉ କହୁଛନ୍ତି ନାତାଶାଙ୍କୁ, ସିନ୍ଦୁର ଗୋଟେ ଖାଲି ନାଲି ରଙ୍ଗ ନୁହଁ, ଆଉ ଦେବୀ ମାଙ୍କର ପ୍ରତ୍ୟେକଟି ସଧବା ନାରୀ ପାଇଁ ଆଶୀର୍ବାଦ, ଯାହା ଉପରେ କେବଳ ଆଉ କେବଳ ଗୋଟେ ସ୍ତ୍ରୀର ହିଁ ଅଧିକାର ଥାଏ। ମୁଁ ଏବେ ଯାଉଛି ଆଦିକୁ ଆଉ ଘରଲୋକ ସମସ୍ତଙ୍କୁ ଏବେ ତୋ ବିଷୟରେ ସବୁ ସତ କଥା ମୁଁ ଜଣେଇ ଦେବି। ଆଉ ଆଦିଙ୍କ ସହିତ ତୋ ବାହାଘର ବି ଏପର୍ଯ୍ୟନ୍ତ ହେଇନି ନାତାଶା। ଆଉ ମୁଁ ଏକଥା ଦେବୀ ମାଙ୍କ ଆଗରେ ଶପଥ କରିକି କହୁଛି, ତୋର ଆଉ ଆଦିଙ୍କର ମୁଁ କେବେ ବି ବାହାଘର କରେଇ ଦେବିନି ନାତାଶା, ତୁ ଏଇଟା ମନେ ରଖିଥା। ସେଇ ଟାଇମ୍ରେ ନାତାଶାଙ୍କୁ ମୁକ୍ତି ଏମିତି କହିକି ଯେତେବେଳେ ଆଦି ଆଉ ଘର ଲୋକକୁ କହିବାକୁ ନାତାଶାଙ୍କ ବିଷୟରେ ସବୁ ସତ କଥା ଯାଉଛନ୍ତି, ସେଇ ଟାଇମ୍ରେ ନାତାଶା ମୁକ୍ତିଙ୍କ ମୁଣ୍ଡକୁ ଗୋଟେ ମାଙ୍କ ଦୀପରେ ପଛପଟ ମୁଣ୍ଡକୁ ପିଟି ଦେଉଛନ୍ତି। ଆଉ ସେଇ ଟାଇମ୍ରେ ନାତାଶା ମନେ ମନେ ଭାବୁଛନ୍ତି ସେ ମୁକ୍ତିଙ୍କୁ ମାରିକି ସେ ବହୁତ ଖୁସି ପାଇଗଲେ। ଆଉ ସେ ଆଉ ଆଦିଙ୍କ ସହିତ ଆଉ ମୁକ୍ତିଙ୍କୁ କେବେ ବି ଏକାଠି କରିପାରିବେନି, କାହିଁକି ନା ମୁକ୍ତିକୁ ସେ ମାରି ଦେଇଛନ୍ତି। କିନ୍ତୁ ମୁକ୍ତି କେବଳ ବେହୋସ ହେଇଯାଇଥିଲେ। ଆଉ ତାପରେ ମୁକ୍ତି ଉଠିକି ଘରଲୋକ ସମସ୍ତଙ୍କ ଆଗକୁ କହିବାକୁ ଯିବାକୁ ଲାଗୁଛନ୍ତି। ମୁକ୍ତି କହୁଛନ୍ତି, ମୋତେ ଯେମିତି ବି ହଉ ଘରକୁ ପହଞ୍ଚିକି ମୋତେ ଘରଲୋକ ସମସ୍ତଙ୍କୁ ସବୁ ସତ କଥା ଜଣେଇବାକୁ ପଡ଼ିବ, ଯେତେ ଶୀଘ୍ର ହବ। ମୋତେ ଏ ବାହାଘରକୁ ଅଟକେଇବାକୁ ପଡ଼ିବ। ସେଇ ଟାଇମ୍ରେ ନାତାଶା ଶାଲିନୀଙ୍କ କତିକି ଫୋନ୍ କରୁଛନ୍ତି। ଆଉ ଶାଲିନୀକୁ ନାତାଶା କହୁଛନ୍ତି, ମୁକ୍ତିଙ୍କ ସହିତ ନାତାଶା ଯାହା ବି ସବୁ କିଛି କରିଥିଲେ, ଆଉ ମୁକ୍ତିକୁ ସେ କେମିତି ମାରିଥିଲେ, ଆଉ ମୁକ୍ତି କେମିତି ଖସିକି ପଳେଇଲେ ସେ ଜାଗାରୁ, ସବୁ କିଛି କଥା ସେ ଶାଲିନୀ ନାତାଶାଙ୍କୁ କହୁଛନ୍ତି। ତମେ କ'ଣ କହୁଛ ନାତାଶା? ଯଦି ମୁକ୍ତି ଏ ସବୁ ବିଷୟରେ ସବୁ କିଛି ଜାଣିଛି, ତାହେଲେ ସେ ତ ଏ ବାହାଘର କେବେ ବି କରେଇ ଦବନି। ଆଉ ତମର ଆଉ ଆଦିଙ୍କର ଏଙ୍ଗେଜମେଣ୍ଟ ତ ସେ କେବେ ବି ହବାକୁ ଦବନି। ସେଇ ଟାଇମ୍ରେ ନାତାଶା କହୁଛନ୍ତି ଶାଲିନୀକୁ, କିଛି ବି ହବନି ଶାଲିନୀ, ତମେ ଡରନି। ତମେ ସେ ମୁକ୍ତିକୁ ସେ ଘର ଭିତରକୁ ଜମାକୁ ଯିବାକୁ ହିଁ ଦବନି, ଯେମିତି ସେ ଘର ଲୋକଙ୍କ ପାଖରେ ନ ପହଞ୍ଚେ, ଆଉ ଘର ଲୋକକୁ ସେ କେବେ ବି ସତ କଥା ନ କହିପାରେ। ସେ କଥା ଏବେ ତମେ ବୁଝ ଶାଲିନୀ। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାରୀରେ ଆଜିର ଅଧ୍ୟାୟରେ ଆପଣମାନେ ଏମିତି କିଛି ସବୁ ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? ନାତାଶା କ'ଣ ତାଙ୍କ ପ୍ଲାନ୍ରେ ସକ୍ସେସ୍ ହେଇଯିବେ? ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ।